ଯେଉଁମାନେ ଆଜି ଆପଣଙ୍କୁ ଦୁଃଖ ଦେଉଛନ୍ତି, ମାନେ ନିଜ ଲୋକ, ପରିବାର, ସହପାଠୀ କିମ୍ବା ଚାରିପାଖର ଲୋକ ଆଜି ଆପଣଙ୍କ ଦୁଃଖର କାରଣ ହେଉଛନ୍ତି। ଆପଣଙ୍କ ଉପରେ ଅବିଶ୍ୱାସ କରୁଛନ୍ତି, ଆପଣଙ୍କୁ ଉପେକ୍ଷା କରୁଛନ୍ତି କିମ୍ବା ନିମ୍ନ ଭାବରେ ଦେଖୁଛନ୍ତି। ସେମାନେ କାଲି ଆପଣଙ୍କ ସଫଳତାର ଗୌରବ ଦେଖି ଚୁପ୍ ହୋଇଯିବେ। ମାନେ ଆପଣ ଦିନକୁ ଦିନ ପରିଶ୍ରମ କରୁଛନ୍ତି, ଲକ୍ଷ୍ୟ ପାଇଁ ଚେଷ୍ଟା କରୁଛନ୍ତି। ଯେତେବେଳେ ଆପଣ ସେହି ସଫଳତା ହାସଲ କରିବେ, ଯେଉଁଥିରେ ଆପଣଙ୍କ ନାମ, କାମ ଓ ମୂଲ୍ୟ ସମସ୍ତଙ୍କୁ ଦେଖାଯିବ, ସେତେବେଳେ ସେମାନେ ଆପଣଙ୍କୁ କେମିତି ଦୁଃଖ ଦେଇଥିଲେ ସେଥିପାଇଁ ଲଜ୍ଜିତ ହେବେ ଏବଂ ଚୁପ୍ ହୋଇଯିବେ। ମନୁଷ୍ୟ ଯେତେବେଳେ ତଳେ ଥାଏ, ତେବେ ଲୋକ ଉପେକ୍ଷା କରେ, ନିନ୍ଦା କରେ। କିନ୍ତୁ ଯେତେବେଳେ ସେହି ମନୁଷ୍ୟ ଉପରେ ଚାଲିଯାଇ ସଫଳ ହୁଏ, ସେହି ଉପେକ୍ଷା କରୁଥିବା ଲୋକମାନେ କିଛି କହିପାରନ୍ତିନି, କାରଣ ସତ୍ୟ ବଡ଼ ଥାଏ। ଆପଣ ଯେପରି ଅବସ୍ଥାରେ ଥିଲେ ମଧ୍ୟ ନିଜ ଉଦ୍ଦେଶ୍ୟ ଓ ବିଶ୍ୱାସ ଉପରେ ଭରସା ରଖନ୍ତୁ। ଆଜି ଯେଉଁମାନେ ଅବହେଳା କରୁଛନ୍ତି, ସେମାନେ ଆଗାମୀକାଲି ନିଜେ ଆପଣଙ୍କୁ ସ୍ୱୀକାର କରିବାକୁ ବାଧ୍ୟ ହେବେ।